ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହା ଫଳରେ ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ଜଗନ୍ନାଥ ମିଶ୍ର ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏହି ୟୁଟ୍ୟୁବ୍ କାର୍ଯ୍ୟକ୍ରମକୁ। ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ସ୍କ୍ରିପ୍ଟ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସାଧାରଣତଃ ବୃଷ ରାଶିର ବ୍ୟକ୍ତିମାନେ ବହୁତ ସାହସୀ ଏବଂ ସରଳ ହୋଇଥାନ୍ତି ଏବଂ ପରୋପକାରୀ ମଧ୍ୟ ହୋଇଥାନ୍ତି। ଏହି ଅକ୍ଟୋବର ମାସର ଦୀପାବଳିରେ ଆପଣଙ୍କର ଆଧିପତି ଏବଂ ଆପଣଙ୍କର ଅଧିପତି ମଧ୍ୟ ଶୁକ୍ର ଗ୍ରହ ହେବାକୁ ଯାଉଛନ୍ତି, ଯାହାକୁ ଆମେ ଶୁକ୍ରଦେବ କହିଥାଉ। ଶୁକ୍ରଦେବ ହେଉଛନ୍ତି ଆପଣଙ୍କର ଶିକ୍ଷା ଏବଂ ପ୍ରେମ ଜୀବନର ଦେବତା ଏବଂ ଆପଣଙ୍କୁ ଅନେକ ମାତ୍ରାରେ ଅନେକ କ୍ଷେତ୍ରରେ ଭଲ କ୍ଷେତ୍ରରେ ନେବାକୁ ଚେଷ୍ଟା କରିଥାନ୍ତି ଏବଂ ଆପଣଙ୍କ ମନରେ ବହୁତ ଭାବରେ ପରୋପକାରୀ ମଧ୍ୟ କରିଥାନ୍ତି। ଆପଣମାନେ ଖାସ କରି ବୃଷ ରାଶିର ବ୍ୟକ୍ତିମାନେ ବହୁତ ସରଳ ମଧ୍ୟ ହୋଇଥାନ୍ତି। ତେଣୁ ବହୁତ ମାତ୍ରାରେ ଆପଣମାନେ ଧୋକା ମଧ୍ୟ ଅନେକ ମାନଙ୍କ କ୍ଷେତ୍ରରୁ ଖାଇଥାନ୍ତି। ତେଣୁ ଆପଣଙ୍କର ଗୁରୁ ଶୁକ୍ର ଷଷ୍ଠ ଭାଗରେ ଥାଇ ଆପଣଙ୍କ ଗ୍ରହରେ ଗୋଚର କରିବେ। ଫଳରେ ଆପଣଙ୍କର ପ୍ରେମ ଜୀବନରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ଆପଣଙ୍କର ପାରିବାରିକ କ୍ଷେତ୍ରରେ କଳହ ସୃଷ୍ଟି ହୋଇପାରେ, କିନ୍ତୁ ଏହି ଦୁଇଟି ଆପଣଙ୍କର ଖରାପ ହେବ। ଅନ୍ୟଥା ଆପଣଙ୍କର ଅତ୍ୟନ୍ତ ବି ଭଲ ଅଛି ଏହି ଅକ୍ଟୋବର ମାସରେ। ଯେମିତିକି ଆପଣ କୌଣସି ଜମି ମଧ୍ୟ କ୍ରୟ କରିପାରନ୍ତି କିମ୍ବା ଆପଣ କୌଣସି ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଏହି ଅକ୍ଟୋବର ମାସରେ ଆପଣ ଗୃହ ନିର୍ମାଣ କରିପାରନ୍ତି ତଥା କୌଣସି ଯାନବାହନ ମଧ୍ୟ କ୍ରୟ କରିପାରନ୍ତି ଏବଂ ଆପଣଙ୍କର ଦୂରଦର୍ଶନର ଯାତ୍ରା ମଧ୍ୟ ହୋଇପାରେ। ତେଣୁ ଆପଣ ଯଥେଷ୍ଟ ମନୋରଞ୍ଜନ ମଧ୍ୟ କରିବେ। ଏହି ଅକ୍ଟୋବର ମାସରେ ଆପଣ ବହୁତ ତୀର୍ଥ ଭ୍ରମଣ ମଧ୍ୟ କରିବେ, କାରଣ ଶୁକ୍ର ଆପଣଙ୍କର ଷଷ୍ଠ ଭାଗରେ ଗୋଚର କରିଛନ୍ତି। ଶୁକ୍ରଙ୍କ ସହ ଆପଣଙ୍କର ସପ୍ତମ ଭାଗରେ ସୂର୍ଯ୍ୟ ଏବଂ ଶନି ଏକତ୍ର ହୋଇ ଆପଣଙ୍କ ଗ୍ରହରେ ଚଳନ କରିବେ। ଫଳରେ ଆପଣଙ୍କ ଜୀବନରେ ଯେକୌଣସି ବାଧାବିଘ୍ନ ସୃଷ୍ଟି ହେଉଥିଲା ତାହା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ଆପଣଙ୍କୁ ପ୍ରଥମରୁ ଆପଣଙ୍କର ପାରିବାରିକ କ୍ଷେତ୍ରରେ ଏବଂ ପ୍ରେମ ଜୀବନରେ ବାଧାବିଘ୍ନ ସୃଷ୍ଟି ହେବ ତ ହିଁ ହେବ, କାରଣ ଆପଣଙ୍କର ଶୁକ୍ର ହେଉଛନ୍ତି ନାରଦଙ୍କ ଅବତାର। ତେଣୁ ଆପଣଙ୍କର ପ୍ରେମ ଜୀବନରେ ଏବଂ ପାରିବାରିକ କ୍ଷେତ୍ରରେ କୌଣସି ଫାଟ ସୃଷ୍ଟି ହୋଇପାରେ। ତେଣୁ ଆପଣ ଯଥେଷ୍ଟ ଭାବରେ ସଚେତନ ରୁହନ୍ତୁ। ଆପଣଙ୍କର କଥାବାର୍ତ୍ତା ଉପରେ ଆପଣ ସମ୍ଭାଳିକି କୁହନ୍ତୁ। କିନ୍ତୁ ଏପଟେ ଆପଣଙ୍କର ସୂର୍ଯ୍ୟ ଏବଂ ଶନି ଆପଣଙ୍କର ସପ୍ତମ ଗ୍ରହରେ ଗୋଚର କରିବେ ଏବଂ ଏକତ୍ର ହୋଇ ମଧ୍ୟ ରହିବେ। ଫଳରେ ଆପଣଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କୁ ଅନେକ ମାତ୍ରାରେ ଲାଭପ୍ରାପ୍ତ ହେବ। କିନ୍ତୁ ଆପଣଙ୍କର କୌଣସି ସୁନା, ଯେମିତିକି ଆପଣଙ୍କର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ ହଜିଯାଇପାରେ। ଏହି ଅକ୍ଟୋବର ମାସରେ ଆପଣଙ୍କର କୌଣସି ମହତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ ଆପଣଙ୍କୁ ହଜିଯାଇପାରେ ଏବଂ ଅଯଥାରେ ଆପଣଙ୍କର ବିନା ଦୋଷ ଥାଇ ଆପଣ କୌଣସି କ୍ଷେତ୍ରରେ ବଦନାମ ମଧ୍ୟ ହୋଇପାରନ୍ତି ଏବଂ ଆପଣଙ୍କର ସମ୍ମାନ ହାନି ଯଥେଷ୍ଟ ଅଛି। ଏହି ଅକ୍ଟୋବର ମାସରେ ଶନି ସୂର୍ଯ୍ୟଙ୍କ ସହ ଏକତ୍ରିତ ଥିବାରୁ ଆପଣଙ୍କର ସମ୍ମାନ ହାନି କରିବେ। ତେଣୁ ଆପଣ କୌଣସି ଲୋକଙ୍କ ସହ ମିଳାମିଶା
ବେଶୀ କରିବା ବନ୍ଦ କରିଦିଅନ୍ତୁ। କାରଣ ଥଟ୍ଟା ମଜାରେ ବି ହଉ ଆପଣଙ୍କର ବାଦ ବିବାଦ ସୃଷ୍ଟି ହୋଇପାରେ। ତେଣୁ ଆପଣ ଯେତେ ସମ୍ଭବ ମିଳାମିଶା କମ୍ କରନ୍ତୁ। ଏବଂ ଆପଣ ଏହାର ମଧ୍ୟ ଉପାୟ ଅଛି କିଛିଟା। ଆପଣଙ୍କର ଶୁକ୍ର ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କର ଶନି ସନ୍ତୁଷ୍ଟ ହେବେ। ନଚେତ୍ ଆପଣଙ୍କର ସୂର୍ଯ୍ୟ ଆପଣଙ୍କର ସପ୍ତମ ଘରେ ଥାଇ ଅତ୍ୟନ୍ତ ଖୁସିରେ ଆପଣଙ୍କୁ ଜୀବନଟାକୁ ଚଳାଇବେ ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁ ସ୍ଥାନରେ ଥାନ୍ତି ଏବଂ ଆପଣଙ୍କର ନବମ ଭାଗରେ ଥାଇ ଆପଣଙ୍କୁ ଅତ୍ୟନ୍ତ ଲାଭବାନ ମଧ୍ୟ କରାଇବେ। ଦେବଗୁରୁ ବୃହସ୍ପତି ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ମଧ୍ୟ କରାଇବେ, ଶିକ୍ଷା କ୍ଷେତ୍ରରେ ଉନ୍ନତି କରାଇବେ। ତେଣୁ ଆପଣଙ୍କର ଗୁରୁ ସ୍ଥାନରେ କୌଣସି ଅଭାବ ନାହିଁ। ଯଦି ତ ଆପଣ ଏହି 3ଟି କାର୍ଯ୍ୟ କରନ୍ତି ତେବେ ଆପଣଙ୍କର ଶୁକ୍ର ଏବଂ ଶନିଙ୍କର କୋପରୁ କିଛିତ ମାତ୍ରାରେ, ସମ୍ପୂର୍ଣ୍ଣ ଭାବରେ ନୁହେଁ ତ କିଛିତ ମାତ୍ରାରେ ଆପଣ ପାର ପାଇଯିବେ। ଯେମିତିକି ଆପଣ ହରିନାମ ଜପ କରନ୍ତୁ। ପ୍ରଥମତଃ ହରିନାମ ଜପ କରନ୍ତୁ। ଯେତେ ଥର ହେଉନା କାହିଁକି ଦିନକୁ ହରିନାମ ଜପ କରନ୍ତୁ ଏବଂ ହନୁମାନ ଚାଳିଶା ନିତ୍ୟ ପାଠ କରନ୍ତୁ। ଦ୍ୱିତୀୟତଃ ହନୁମାନ ଚାଳିଶା ନିତ୍ୟ ପାଠ କରନ୍ତୁ। ଏବଂ ତୃତୀୟ, ଆପଣଙ୍କର ଇଷ୍ଟ ଦେବୀ ଲକ୍ଷ୍ମୀ ଏବଂ ମା ଦୁର୍ଗା। ଆପଣଙ୍କର ଇଷ୍ଟ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ ଏବଂ ମା ଦୁର୍ଗା। ତେଣୁ ଯେତେ ସମ୍ଭବ ଆପଣ ସୂର୍ଯ୍ୟ ନମସ୍କାର କରିସାରିବା ପରେ, ସ୍ନାନ କରିସାରି ସୂର୍ଯ୍ୟ ନମସ୍କାର କରିସାରି ଆପଣ ମା ଦେବୀଙ୍କ ନାଁରେ, ମା ଦୁର୍ଗା ମା ଏବଂ ମା ଲକ୍ଷ୍ମୀଙ୍କ ନାଁରେ ଜଳ ଅର୍ପଣ କରନ୍ତୁ। ଫଳରେ ପ୍ରତ୍ୟେକ ଦିନ କରିବେ, ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର କିଛିତ ମାତ୍ରାରେ କମିଯାଇପାରେ। କିନ୍ତୁ ଆପଣ ଯେତେ ସମ୍ଭବ ଜଳ ଅର୍ପଣ କରି ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ ଏବଂ ହରିନାମ ଜପ କରିବା ବନ୍ଦ କରନ୍ତୁନି। ଫଳରେ ଆପଣଙ୍କର ଯେମିତି ବି ଅସୁବିଧା ହେଉନା କାହିଁ ତାହା ବନ୍ଦ ହୋଇଯିବ ଏବଂ ଆପଣଙ୍କୁ କିଛିତ ମାତ୍ରାରେ ସନ୍ତୁଷ୍ଟ ହୋଇଯିବ। ଏହା ଥିଲା ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନର ଏହି ଅକ୍ଟୋବର ମାସର ମାସିକ ରାଶିଫଳ। ତେଣୁ ଏହି ଅକ୍ଟୋବର ମାସରେ ଆପଣଙ୍କର ଶୁଭ ରଙ୍ଗ ଧଳା, ଶୁଭ ସମୟ 9ଟା 30ରୁ 10ଟା 30 ପର୍ଯ୍ୟନ୍ତ ଏବଂ ଶୁଭ ଦିନ ସୋମବାର। ଯଦି ଆପଣ ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏବଂ କମେଣ୍ଟରେ ଜୟ ଶନିଦେବ ଏବଂ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।